ଆମେ ସବୁବେଳେ କୃତଜ୍ଞତା ବିଷୟରେ ଶୁଣୁ, କିନ୍ତୁ ଏହା କେବଳ ଏକ ଭଲ ଭାବନା ନୁହେଁ। ଜାଣନ୍ତି କି ଏହା ଏକ ଶକ୍ତିଶାଳୀ କୌଶଳ ଯାହାକୁ ଆମେ ନିଜେ ଶିଖିପାରିବା? ଆଜିର ଏହି ଆଲୋଚନାରେ ଆମେ ଦେଖିବା କେମିତି ଏହି ଛୋଟ ଅଭ୍ୟାସଟି ପ୍ରକୃତିରେ ଆମ ମସ୍ତିଷ୍କକୁ ବଦଳାଇପାରେ ଆଉ ଆମ ଜୀବନରେ ଏକ ବଡ଼ ସକାରାତ୍ମକ ପରିବର୍ତ୍ତନ ଆଣିପାରେ। ଚାଲନ୍ତୁ ଗୋଟେ ବହୁତ ମଜାଦାର କଥାରୁ ଆରମ୍ଭ କରିବା। ଆମେ ସାଧାରଣତଃ ଭାବୁ ଯେ ଖୁସି ହେଲେ ଆମେ ଧନ୍ୟବାଦ ଦେଉ, କିନ୍ତୁ ଏହି ବାକ୍ୟଟି ଠିକ୍ ତାର ଓଲଟା କହୁଛି ଯେ ପ୍ରକୃତରେ ଯେତେବେଳେ ଆମେ କୃତଜ୍ଞ ହେଉ ସେତେବେଳେ ଯାଇ ଆମକୁ ଖୁସି ମିଳେ। ଏହା ଏକ ଛୋଟ କଥା ମନେ ହେଲେ ବି ବହୁତ ଗଭୀର। ହେଲେ ଗୋଟେ ସତକଥା କହିବାକୁ ଗଲେ ଯେତେବେଳେ ଜୀବନଟା କଷ୍ଟକର ଲାଗେ ସେତେବେଳେ କୃତଜ୍ଞ ହେବାଟା ପ୍ରାୟ ଅସମ୍ଭବ ମନେ ହୁଏ। ଆଉ ଏମିତି ଭାବିବାଟା ବିଲକୁଲ ସ୍ୱାଭାବିକ। ତେବେ ଚାଲନ୍ତୁ ଆଗ ବୁଝିବା ଯେ ଏମିତି କାହିଁକି ହୁଏ। ଆଚ୍ଛା, ତେବେ ଚାଲନ୍ତୁ ଟିକେ ଭିତରକୁ ଯାଇ ଦେଖିବା ଆମ ମନ ଭିତରେ ପ୍ରକୃତରେ କ'ଣ ଚାଲିଥାଏ। କାହିଁକି ଭଲ ଜିନିଷ ଛାଡ଼ି ଖରାପ ଜିନିଷ ଉପରେ ଆମର ଧ୍ୟାନ ବେଶୀ ଯାଏ? ଆସନ୍ତୁ ସେହି ମନସ୍ତାତ୍ତ୍ୱିକ କାରଣଗୁଡ଼ିକୁ ଖୋଜିବା। ଆମ ମସ୍ତିଷ୍କର ଡିଜାଇନ୍ ହିଁ ଏମିତି। ଏହା ଏକ ପ୍ରକାରର ପୁରୁଣା ସୁରକ୍ଷା ସିଷ୍ଟମ ଭଳି। ବଞ୍ଚି ରହିବା ପାଇଁ ଏହାର ମୂଳ କାମ ହେଲା ବିପଦକୁ ଚିହ୍ନିବା। ସେଥିପାଇଁ ହୁଏତ ଦିନସାରା 10ଟା ଭଲ ଜିନିଷ ହେଇଥିବ, କିନ୍ତୁ ଆମ ମନ ସେଇ ଗୋଟିଏ ଖରାପ କଥାକୁ ଧରିକି ବସିଯାଏ। ଏହାକୁ ଆପଣ ମାନସିକ ଟେଫ୍ଲନ୍ ଆଉ ଭେଲ୍କ୍ରୋ ଇଫେକ୍ଟ ବୋଲି ଭାବିପାରିବେ। ଭଲ ଅନୁଭୂତିଗୁଡ଼ାକ ଟେଫ୍ଲନ୍ ପରି ଖସିଯାଏ, କିନ୍ତୁ ଖରାପ ଅନୁଭୂତିଗୁଡ଼ାକ ସେଗୁଡ଼ାକ ଭେଲ୍କ୍ରୋ ପରି ଆମ ମନରେ ଚିପକି ରହିଯାଏ। ତେବେ ମୁଖ୍ୟ ବାଧାଗୁଡ଼ିକ କ'ଣ? ପ୍ରଥମତଃ ଆମେ ଭଲ ଜିନିଷରେ ଏତେ ଅଭ୍ୟସ୍ତ ହେଇଯାଉ ଯେ ତାକୁ ଆଉ ଧ୍ୟାନ ଦେଉନାଉ। ଦ୍ୱିତୀୟରେ ଆମେ ଭାବୁ ଯେ ଆଗକୁ କିଛି ବଡ଼ ଜିନିଷ ମିଳିଗଲେ ଯାଇ ଆମେ ଖୁସି ହେବୁ। ଆଉ ତୃତୀୟରେ ଯେତେବେଳେ ସମୟ ଖରାପ ଚାଲିଥାଏ ସେତେବେଳେ ତ ଭଲ ଜିନିଷ ଖୋଜିବା କଷ୍ଟକର। ଏହି ବାଧାଗୁଡ଼ିକୁ ଚିହ୍ନିବା ହିଁ ସେଗୁଡ଼ିକୁ ଅତିକ୍ରମ କରିବାର ପ୍ରଥମ ପଦକ୍ଷେପ। ହେଲେ ପ୍ରଶ୍ନ ହେଉଛି, ଯଦି ଆମ ମସ୍ତିଷ୍କର ସେଟିଂ ହିଁ ଏମିତି, ତେବେ କ'ଣ ଆମେ ଏହାକୁ ବଦଳାଇ ପାରିବା? ଖୁସି ଖବର ହେଉଛି, ହଁ, ଆମେ ପାରିବା। ଆଉ କୃତଜ୍ଞତା ହିଁ ହେଉଛି ସେହି ଚାବିକାଠି ଯାହା ଏହି ପରିବର୍ତ୍ତନ ଆଣିପାରିବ। ଆପଣମାନେ ହୁଏତ ଆକର୍ଷଣର ନିୟମ ବା ଲ ଅଫ୍ ଆଟ୍ରାକ୍ସନ୍ ବିଷୟରେ ଶୁଣିଥିବେ। ଏହା ଏକ ଲୋକପ୍ରିୟ ଧାରଣା ଯାହା କୁହେ କି ଆମ ଭାବନାଗୁଡ଼ିକ ଏକ ଚୁମ୍ବକ ଭଳି କାମ କରେ। ସକାରାତ୍ମକ ଭାବନା ସକାରାତ୍ମକ ଜିନିଷକୁ ଆକର୍ଷିତ କରେ। କିନ୍ତୁ ଏହା ପଛରେ ଯେଉଁ ବିଜ୍ଞାନ ଅଛି ତାହା ଆହୁରି ଆଶ୍ଚର୍ଯ୍ୟଜନକ। ତାକୁ କୁହାଯାଏ ନ୍ୟୁରୋପ୍ଲାଷ୍ଟିସିଟି। ଏହାର ସରଳ ଅର୍ଥ ହେଉଛି ଆମ ମସ୍ତିଷ୍କ ପଥର ଭଳି ସ୍ଥିର ନୁହେଁ। ଆମର ଅଭ୍ୟାସ ଆଉ ଅନୁଭୂତି ଦ୍ୱାରା ଏହାକୁ ବଦଳାଯାଇପାରିବ, ଏହାକୁ ପୁଣିଥରେ ଗଢ଼ାଯାଇପାରିବ। ତେଣୁ ଯେତେବେଳେ ଆମେ ଜାଣିଶୁଣି କୃତଜ୍ଞତା ଅଭ୍ୟାସ କରୁ, ଏହା ଠିକ୍ ଗୋଟେ ମାନସିକ ଜିମ୍ ଯିବା ଭଳି ଆମେ ଆମ ମସ୍ତିଷ୍କର କୃତଜ୍ଞତା ମାଂସପେଶୀକୁ ଟ୍ରେନିଂ ଦେଉଛୁ ଏବଂ ତାକୁ ଅଧିକ ଶକ୍ତିଶାଳୀ କରୁଛୁ। ଆଉ ଏହା କେବଳ ମନଗଢ଼ା କଥା ନୁହେଁ। ଯେତେବେଳେ ଆମେ କୃତଜ୍ଞତା ଅନୁଭବ କରୁ, ବୈଜ୍ଞାନିକମାନେ ଦେଖିଛନ୍ତି ଯେ ଆମ ମସ୍ତିଷ୍କର କିଛି ନିର୍ଦ୍ଦିଷ୍ଟ ଅଂଶ ଯେମିତିକି MPFC ଆଉ ACC ସେଗୁଡ଼ିକ ଆକ୍ଟିଭ୍ ହୋଇଯାଏ। ଏଗୁଡ଼ିକ ଆମର ସହାନୁଭୂତି ଆଉ ସାମାଜିକ ବୁଝାମଣା ସହିତ ଜଡ଼ିତ। ଠିକ୍ ଅଛି, ଥିଓରି ତ ବହୁତ ହେଲା। ଏବେ ପ୍ରଶ୍ନ ହେଉଛି, ଏହାକୁ ନିଜ ଜୀବନରେ କେମିତି ପ୍ରୟୋଗ କରିବା? ଚାଲନ୍ତୁ କିଛି ବହୁତ ସହଜ ଆଉ କାମିକା ଉପାୟ ଦେଖିବା। ଆସନ୍ତୁ ଗୋଟିଏ ସରଳ ରୁଟିନ୍ ବିଷୟରେ କଥା ହେବା। ସକାଳେ ଆଖି ଖୋଲିବା ମାତ୍ରେ ବିଛଣାରୁ ଉଠିବା ଆଗରୁ କେବଳ 3ଟି ଜିନିଷ ବିଷୟରେ ଭାବନ୍ତୁ ଯାହା ପାଇଁ କୃତଜ୍ଞତା ଅନୁଭବ ହେଉଛି। ଆଉ ରାତିରେ ଶୋଇବା ପୂର୍ବରୁ ଗୋଟେ ଛୋଟ ନୋଟବୁକ୍ରେ ଦିନର କିଛି ଭଲ ମୁହୂର୍ତ୍ତ ଲେଖିଦିଅନ୍ତୁ। ଏତିକି ହିଁ। କିନ୍ତୁ ଗୋଟେ କଥା ମନେ ରଖିବାକୁ ହେବା, ଏହା କେବଳ ଗୋଟେ ଲିଷ୍ଟ ବନେଇବା ନୁହେଁ। ମୁଖ୍ୟ କଥା ହେଉଛି ଲେଖିବା ବେଳେ ସେହି ଭାବନାକୁ ପ୍ରକୃତିରେ ଅନୁଭବ କରିବା, ତାକୁ ହୃଦୟରୁ ଫିଲ୍ କରିବା। ଉଦାହରଣ ସ୍ୱରୂପ, କେବଳ ମୁଁ ମୋ ସାଥୀଙ୍କ ପାଇଁ କୃତଜ୍ଞ ଲେଖିବା ବଦଳରେ ଯଦି ଆମେ ଲେଖିବା, ଆଜି ମିଟିଂରେ ମୋ ସାଥୀ ମୋ କଥାକୁ ସମର୍ଥନ କରିଥିବାରୁ ମୁଁ କୃତଜ୍ଞ, ତେବେ ଏହାର ପ୍ରଭାବ ବହୁତ ଅଧିକ ହେବ, କାରଣ ଏହା ନିର୍ଦ୍ଦିଷ୍ଟ। ଆଉ ଯଦି କେବେ କିଛି ଭାବି ନ ପାରନ୍ତି, ତେବେ ଚିନ୍ତା ନାହିଁ। ଏହି ପ୍ରଶ୍ନଗୁଡ଼ିକ ସାହାଯ୍ୟ କରିପାରେ। ଯେମିତିକି କୋଉ ପୁରୁଣା ସମ୍ପର୍କ ସାହାଯ୍ୟ କରିଥିଲା, କିମ୍ବା ଏମିତି କୋଉ ଚ୍ୟାଲେଞ୍ଜ ଥିଲା ଯାହା କିଛି ଶିଖେଇଥିଲା। ଏଗୁଡ଼ିକ ଜୀବନର ଭିନ୍ନ ଭିନ୍ନ ଦିଗ ଦେଖିବାରେ ସାହାଯ୍ୟ କରେ। ଆଚ୍ଛା, ତେବେ ଏହି ଛୋଟ ଛୋଟ ଅଭ୍ୟାସ କରିବା ଦ୍ୱାରା ପ୍ରକୃତରେ କ'ଣ ଫାଇଦା ମିଳେ? ଏହାର ପ୍ରଭାବ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେଇପାରେ। ଚାଲନ୍ତୁ ଦେଖିବା। ଏହାର ଫାଇଦା କେବଳ ମନକୁ ଶାନ୍ତି ଦେବା ଯାଏଁ ସୀମିତ ନୁହେଁ। ରିସର୍ଚ୍ଚ କହୁଛି ଯେ ଏହାଦ୍ୱାରା ଡିପ୍ରେସନ୍ ଓ ଚିନ୍ତା କମିପାରେ, ଭଲ ନିଦ ହୁଏ, ଚାପ କମିଯାଏ, ଏପରିକି ଆମ ହୃଦୟର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ। ଏହା ପଛରେ ଗୋଟେ ବଡ଼ ବାୟୋଲୋଜିକାଲ କାରଣ ବି ଅଛି। କୃତଜ୍ଞତା ଅଭ୍ୟାସ କରିବା ଦ୍ୱାରା ଆମ ଶରୀରରେ ଥିବା ଷ୍ଟ୍ରେସ୍ ହର୍ମୋନ୍, ଯାହାର ନାଁ କର୍ଟିସୋଲ୍, ତାର ସ୍ତର କମିଯାଏ। ଏହାର ସିଧାସଳଖ ଅର୍ଥ ହେଲା ଆମ ନର୍ଭସ୍ ସିଷ୍ଟମ ଶାନ୍ତ ହୋଇଯାଏ। ଆଉ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୃତଜ୍ଞ ହେବାର ଅର୍ଥ ନୁହେଁ ଯେ ଆମେ ଜୀବନର କଷ୍ଟକୁ ଭୁଲିଯିବା।
ଏହାର ଅର୍ଥ ହେଉଛି ଜୀବନରେ କଷ୍ଟ ଅଛି ଏବଂ ଭଲ ଜିନିଷ ବି ଅଛି, ଉଭୟକୁ ଏକାସାଙ୍ଗର ସ୍ୱୀକାର କରିବା। ଏହା ହିଁ ପ୍ରକୃତ ମାନସିକ ଦୃଢ଼ତା। ଶେଷରେ ଏହି ବାକ୍ୟଟି ସବୁକିଛି କହିଦେଉଛି। କୃତଜ୍ଞତା ଜୀବନର ପୂର୍ଣ୍ଣତାକୁ ଖୋଲିଦିଏ। ଏହା ଆମ ଦୃଷ୍ଟିକୋଣକୁ ଏମିତି ବଦଳାଇ ଦିଏ ଯେ ଆମ ପାଖରେ ଯାହା ଅଛି ତାହା ହିଁ ଯଥେଷ୍ଟ ମନେ ହୁଏ। ତେବେ ଏହି ଆଲୋଚନାର ଶେଷରେ ଗୋଟିଏ ପ୍ରଶ୍ନ, ଯଦି କୃତଜ୍ଞତା ପ୍ରକୃତରେ ଆମ ମସ୍ତିଷ୍କକୁ ବଦଳାଇ ପାରେ, ତେବେ ଆଜିର ଦିନରେ ସେମିତି କୋଉ ଗୋଟିଏ ଛୋଟ ଉପହାର ଅଛି ଯାହା ଉପରେ ଆମେ ଧ୍ୟାନ ଦେଇପାରିବା? ହୁଏତ ସକାଳର ଚାହା କପ୍ କିମ୍ବା କାହାର ଗୋଟିଏ ହସ। ସେହି ଗୋଟିଏ ଜିନିଷକୁ ଖୋଜିବା ହିଁ ହୁଏତ ପରିବର୍ତ୍ତନର ଆରମ୍ଭ।